एक एप्रिल 2025 नवरात्रिर बड़ मंगलवार। 4टी लवंगକୁ ଦୀପରେ ପକାଇକି ଜଳାଇ ଦିଅନ୍ତୁ। ବଡ଼ରୁ ବଡ଼ କରଜ ବି ତୁରନ୍ତରୁ ତୁରନ୍ତ ମୁକ୍ତି ମିଳିଯିବ। ଆପଣମାନେ ତ ଜାଣିଥିବେ 2025 ବର୍ଷର ଚୈତ୍ର ନବରାତ୍ରିର 30 ମାର୍ଚ୍ଚ ଠାରୁ ଆରମ୍ଭ ହୋଇସାରିଛି। ଆଉ ଏମିତିରେ ବି ଯଦି ଆପଣ ଚୈତ୍ର ନବରାତ୍ରିର ମଙ୍ଗଳବାର ଦିନ 4ଟି ଲବଙ୍ଗକୁ ଦୀପରେ ପକାଇ ଛୋଟିଆ ଉପାୟଟିଏ କରିଦେବେ ତ ସବୁବେଳ ପାଇଁ ଆପଣଙ୍କୁ କରଜରୁ ମୁକ୍ତି ମିଳିଯିବ। ଯେଉଁ ବ୍ୟକ୍ତି ତାଙ୍କ ଜୀବନରେ କରଜକୁ ନେଇ ଅଧିକ ଚିନ୍ତାରେ ରହୁଛନ୍ତି, ଯାହା ମୁଣ୍ଡ ଉପରେ ସବୁବେଳେ କରଜର ବୋଝ ଲାଗି ରହିଛି, ଆଜି ସେ ଠାରୁ ଉଦ୍ଧାର ନେଇ କାଲି ସେ ଅନ୍ୟଠାରୁ ଉଦ୍ଧାର ନେଉଛନ୍ତି। ଆଉ ଯେଉଁ କରଜକୁ ଆପଣ ଆଣିଥାନ୍ତି ସେହି କରଜକୁ ଫେରସ୍ତ କରିପାରନ୍ତି ନାହିଁ। ଧନର ଅଭାବ ଜୀବନରେ ବହୁତ ବଢି ଯାଉଛି। ପ୍ରତ୍ୟେକ କ୍ଷେତ୍ରରୁ ଧନ ଆସିବାର ରାସ୍ତା ଆପଣଙ୍କ ଜୀବନରେ ବନ୍ଦ ହେବାକୁ ଲାଗି ରହିଛି। ତ ଯେବେ ବି ମଙ୍ଗଳବାରର ନବରାତ୍ରିରେ ହୋଇଥାଏ, ସେ ଚୈତ୍ର ନବରାତ୍ରିର ହେଉ କିମ୍ବା ଶାରଦୀୟ ନବରାତ୍ରି ହେଉ, ନବରାତ୍ରିର ମଙ୍ଗଳବାରରେ ଲବଙ୍ଗବାଲା ଦୀପର ଉପାୟ ଦ୍ୱାରା ଆପଣଙ୍କୁ ସବୁବେଳ ପାଇଁ କରଜରୁ ମୁକ୍ତି ଦେଇଥାଏ। ଆଉ କେବେ ବି ଆପଣଙ୍କ ଅନ୍ୟଠାରୁ ପଇସା ଉଦ୍ଧାର ନେବା ପାଇଁ ଆବଶ୍ୟକତା ପଡି ହିଁ ନଥାଏ। କାହିଁକି ନା ନବରାତ୍ରି ଦିନ ସଙ୍କଟ ମୋଚନ ହନୁମାନଙ୍କର ପୂଜା କରିବା ଦ୍ୱାରା ଏବଂ ହନୁମାନଙ୍କ ସହ ଯୋଡ଼ା ଉପାୟ କରିବା ଦ୍ୱାରା ହନୁମାନ ପ୍ରଭୁ ବହୁତ ଜଲ୍ଦି ପ୍ରସନ୍ନ ହୋଇଯିବେ ଏବଂ ଆପଣଙ୍କ ଜୀବନରୁ ସବୁ ସଙ୍କଟକୁ ନାଶ କରିଦେଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ଉପାୟକୁ କିପରି କରିବେ। ତ ଦେଖନ୍ତୁ, ଏହି ଉପାୟକୁ ଆପଣ ଆପଣଙ୍କର ଘରେ କରିପାରିବେ। ଆପଣ ମନ୍ଦିର ଯାଇକି ବି ଏହି ଉପାୟକୁ ମନ୍ଦିରରେ କରିପାରିବେ। ଚୈତ୍ର ମାସର ନବରାତ୍ରିର ମଙ୍ଗଳବାରକୁ ଏହି ଉପାୟକୁ ଆପଣଙ୍କୁ କରିବାକୁ ପଡ଼ିବ। ତ ଉପାୟକୁ କରିବା ପାଇଁ ଗୋଟିଏ ଚାରିମୁଖୀ ଦୀପ ନେବେ। ସେହି ଦୀପରେ ସୋରିଷ ତେଲ ଦେବେ ଆଉ ସେହି ଦୀପରେ 4ଟି ବତୀ ଦେବେ। ଏହା ସହ 4ଟି ଫୁଲ ଥିବା ଗୋଟା ଲବଙ୍ଗ ନେବେ। ନବରାତ୍ରିରେ ଲବଙ୍ଗର ମହତ୍ତ୍ୱ ବହୁତ ଅଧିକ ଚମତ୍କାରୀ ହୋଇଥାଏ, କିନ୍ତୁ ଧ୍ୟାନ ଦେବେ ଯେଉଁ ଲବଙ୍ଗ ନେବେ ସେହି ଲବଙ୍ଗ ଯେପରି ଖଣ୍ଡିଆ କିମ୍ବା ଭଙ୍ଗା ହୋଇନଥିବ, ପୁରା ଗୋଟା ଗୋଟା ଲବଙ୍ଗ ନେବେ। ଯେଉଁ ଚାରିମୁଖୀ ଦୀପ ନେଇଥିଲେ ସେହି ଦୀପରେ ଏହି 4ଟି ଲବଙ୍ଗକୁ ପକାଇବାକୁ ପଡ଼ିବ, କିନ୍ତୁ ଧ୍ୟାନ ଦେବେ ଏକା ସାଙ୍ଗରେ 4ଟି ଲବଙ୍ଗ ପକାଇବେ ନାହିଁ। ଫାଷ୍ଟ ଗୋଟିଏ ଲବଙ୍ଗକୁ ଆପଣଙ୍କ ହାତରେ ଧରିବେ ଏବଂ କହିବେ ଜୟ ଶ୍ରୀରାମ, ଜୟ ସୀତାରାମ 21 ଥର କହିବେ। ତାପରେ ଯେଉଁ ଦୀପରେ ଆପଣ ସୋରିଷ ତେଲ ପକେଇଥିଲେ ସେହି ଦୀପରେ ଗୋଟିଏ ଲବଙ୍ଗକୁ ପକାଇଦେବେ। ପୁଣି ସେହିପରି ଆଉ ଗୋଟିଏ ଲବଙ୍ଗକୁ ହାତରେ ଧରିବେ। ଠିକ୍ ସେହିପରି ଜୟ ଶ୍ରୀରାମ, ଜୟ ସୀତାରାମ 21 ଥର କହିବେ। ତାପରେ ଯାଇ ଦୀପରେ ସେହି ଲବଙ୍ଗକୁ ପକାଇବେ। ସେହିପରି 4ଟି ଲବଙ୍ଗକୁ ଏହିପରି ଏମିତି କହିକି ଦୀପରେ ପକାଇଦେବେ। ସେହି ଦୀପକୁ ଭଗବାନ ସଙ୍କଟ ମୋଚନ ହନୁମାନଙ୍କ ସାମ୍ନାରେ ପ୍ରଜ୍ୱଳିତ କରିବାକୁ ପଡ଼ିବ। ଆପଣ ଯଦି ଆପଣଙ୍କର ଘରେ ଏହି ଉପାୟ କରୁଛନ୍ତି ତ ଘରେ ମାନେ ଆପଣଙ୍କର ପୂଜା ଘରେ ଥିବା ପ୍ରଭୁ ହନୁମାନଙ୍କ ଫଟୋ ବା ମୂର୍ତ୍ତି ସାମ୍ନାରେ ଏହି ଦୀପକୁ ଜଳାଇବେ। ଯଦି ମନ୍ଦିରକୁ ଯାଇ ଉପାୟ କରୁଛନ୍ତି ତେବେ ମନ୍ଦିରରେ ଏହି ଦୀପକୁ ଜଳାଇବେ। ଏହା ସହ ଗୁଡ଼କୁ ବି ଜରୁର ଭୋଗ ଲଗାଇବେ, କାରଣ ଗୁଡ଼ ଭଗବାନ ସଙ୍କଟ ମୋଚନଙ୍କର ପବନପୁତ୍ର ହନୁମାନଙ୍କର ବହୁତ ପସନ୍ଦ ହୋଇଥାଏ। ଅନ୍ୟଟି 2025 ବର୍ଷଟି ହେଉଛି ମଙ୍ଗଳର ବର୍ଷ ହୋଇଥାଏ। ଆଉ ମଙ୍ଗଳ ବର୍ଷରେ ମଙ୍ଗଳବାର ଦିନ ଯଦି ଆପଣ ଗୁଡ଼କୁ ଭୋଗ ସଙ୍କଟ ମୋଚନଙ୍କ ହନୁମାନଙ୍କ ପାଖରେ ଲଗାଇଥାନ୍ତି, 4ଟି ଲବଙ୍ଗକୁ ପକାଇକି ପୁଣି ଦୀପବାଲା ଉପାୟ କରିଥାନ୍ତି ତ ବହୁତ ବଡ଼ରୁ ବଡ଼ କରଜ ବି ଆପଣଙ୍କର ମୁକୁଳି ଯାଇଥାଏ। ସଙ୍କଟ ମୋଚନ ହନୁମାନ ଆପଣଙ୍କ ଜୀବନର ସବୁ ସଙ୍କଟକୁ ଦୂର କରିଦେବେ। ତ ବହୁତ ଉତ୍ତମ ଉପାୟଟିଏ। ନବରାତ୍ରି ଦିନ ଏହି ଉପାୟକୁ ମାତ୍ର ଥରେ କରିବାକୁ ପଡ଼ିବ। ଏହି ଚମତ୍କାରୀ ଉପାୟକୁ କରନ୍ତୁ ଆଉ ନିଜେ ଦେଖିବେ ଆପଣଙ୍କର କରଜରୁ କିପରି ଆପଣଙ୍କୁ ମୁକ୍ତି ମିଳିଯାଉଛି। ଯଦି କୌଣସି ବ୍ୟକ୍ତି ମଙ୍ଗଳବାର ଦିନ କରିପାରିବେ ନାହିଁ ତ ଅଷ୍ଟମୀ ଓ ନବମୀ ଦିନ ବି ଏହି ଉପାୟକୁ କରିପାରିବେ, କାହିଁକି ନା ନବରାତ୍ରିର ଗୋଟିଏ ଗୋଟିଏ ଦିନ ବହୁତ ପାବନ ଓ ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଆଉ ଏହି ନବରାତ୍ରିର 9 ଦିନରେ ଆପଣ ଯେଉଁ ବି ଉପାୟ କରିବେ ତାହା ବହୁତ ଜଲ୍ଦି ସଫଳ ହୋଇଥାଏ ଏବଂ ଆପଣଙ୍କର ସବୁ ମନସ୍କାମନା ପୁରା ହୋଇଯାଇଥାଏ। ଓ କରଜକୁ ନେଇ ଯଦି ଆପଣ ଚିନ୍ତାରେ ରହୁଛନ୍ତି ତ ଏହି ଉପାୟକୁ ଆପଣଙ୍କ ଜୀବନରେ ଜରୁର ଥରେ କରିକି ହିଁ ଦେଖନ୍ତୁ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ବଜରଙ୍ଗୀ
ଅବଶ୍ୟ ଲେଖନ୍ତୁ।